ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ଯେହେତୁ କାର୍ତ୍ତିକ ମାସର ସୋମବାର ଥିଲା, ମାମା ମୋ ଭାଇ ବାହାରିଲୁ ବାବା ନୀଳକଣ୍ଠେଶ୍ୱର ମନ୍ଦିରକୁ ବାବାଙ୍କ ଦର୍ଶନରେ। ତ ଏବେ ଆମେ ଆସିକି ପହଞ୍ଚି ଯାଇଥିଲୁ ବାବା ନୀଳକଣ୍ଠେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ। ଆଉ ଡେରି ନକରି ବାଇକ୍କୁ ଷ୍ଟାଣ୍ଡରେ ରଖି ଆମେ ଆସିଯାଇଥିଲୁ ବାବାଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ। ବାବାଙ୍କ ପୋଖରୀରେ ହାତ ଗୋଡ଼ ଧୋଇ ଏବେ ଚାଲୁ ବାବାଙ୍କ ଦର୍ଶନରେ। ଆଉ ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଏତେ ସାରା ଭକ୍ତଙ୍କୁ ଦେଖି ସତରେ ସାଙ୍ଗମାନେ ବହୁତ ଖୁସି ଲାଗୁଥିଲା। ଏବେ ମାମା ମୁଁ ଆସିଯାଇଥିଲୁ ବାବାଙ୍କ ଦର୍ଶନରେ। ବାବାଙ୍କୁ ଦର୍ଶନ କରିସାରି ଏବେ ଆମେ ଚାଲିଲୁ ପାର୍ଶ୍ୱ ଦେବଦେବୀଙ୍କୁ ଦର୍ଶନ କରିବା ପାଇଁ। ତ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ ସରିଗଲା। ଏବେ ଆମେ ଆସିଯାଇଥିଲୁ ମା ପାର୍ବତୀଙ୍କୁ ଦର୍ଶନ କରିବା ପାଇଁ। ଲୋକେ କୁହନ୍ତି କି ଯାହାର ଯେଉଁ ଜିନିଷ ହଜିଯାଏ ବା ଚୋରି ହେଇଯାଏ, ବାବାଙ୍କ ପାଖରେ ମାନସିକ କରି ଗୁଆ ନଡ଼ିଆ ବସାଇଲେ ଚୋରି ହେବା ଜିନିଷ ଆଉ ହଜିଯାଇଥିବା ଜିନିଷ ଲୋକମାନଙ୍କୁ ମିଳିଥାଏ ବୋଲି। ସେଥିପାଇଁ ବହୁତ ଦୂର ଦୂରାନ୍ତର ଲୋକମାନେ ବାବାଙ୍କ ପାଖକୁ ଆସନ୍ତି ନିଜର ଚୋରି ହେବା ଆଉ ହଜିଯାଇଥିବା ଜିନିଷକୁ ପାଇବା ପାଇଁ ମାନସିକ କରିବା ପାଇଁ। ଆଜି ବହୁତ ସାରା ଲୋକ ଆସିଥିଲେ। ବାବାଙ୍କ ବେଢ଼ାରେ ଟିକେ ବସି ଏବେ ଆମେ ବାହାରି ପଡ଼ିଥିଲୁ ଯିବା ପାଇଁ ଘରକୁ। ତ ସାଙ୍ଗମାନେ ଫାଇନାଲି ମୁଁ ଏବେ ଆସି ପହଞ୍ଚି ଯାଇଥିଲି ଘରେ। ଆଉ ଯଦି ଭିଡ଼ିଓଟି ମୋର ଭଲ ଲାଗିଥିବ ଆପଣମାନଙ୍କୁ ଲାଇକ୍ କମେଣ୍ଟ ସେୟାର କରି ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଜୟ ଜଗନ୍ନାଥ।